କଳ୍ପନା କରନ୍ତୁ ଯେ ଆପଣ ବାଥରୁମରେ ପାଦ ଦେଉଛନ୍ତି। ପ୍ରଥମ ପାତ୍ର ପାଣି ଆପଣଙ୍କ ଶରୀରରେ ଆଘାତ କରେ ଏବଂ ହଠାତ୍ ପରିସ୍ରାର ଚାପ ଆପଣଙ୍କୁ ନିୟନ୍ତ୍ରଣ କରି ଆଘାତ କରେ। କିଛି ସେକେଣ୍ଡ ପୂର୍ବରୁ କିଛି ନଥିଲା, ତେବେ ଏହି ଆଘାତ କାହିଁକି? ଏହା କେବଳ ଏକ ଅଭ୍ୟାସ ନା ଆପଣଙ୍କ ଶରୀର କୌଣସି ଗୁପ୍ତ ରହସ୍ୟ ପ୍ରକାଶ କରିବାକୁ ଯାଉଛି? କାରଣ ଆମେ ଯାହାକୁ ସାଧାରଣ ବୋଲି ବିବେଚନା କରୁଛୁ ତାହା ସବୁଠାରୁ ବଡ଼ ସଂକେତ ହୋଇପାରେ। କିନ୍ତୁ ଅପେକ୍ଷା କରନ୍ତୁ, ଯଦି ମୁଁ ଆପଣଙ୍କୁ କହିବି ଯେ ଏହା କୌଣସି ରୋଗ ନୁହେଁ ବରଂ ଏକ ଚମତ୍କାର, ତ ଆପଣ ଜୀବନକୁ ଗଭୀର ଭାବରେ ପରିବର୍ତ୍ତନ କରିପାରିବ। ଯେଉଁଠାରେ ଲଜ୍ଜା ଏବଂ ଭୟ ଜାଗରଣ ଏବଂ ଆଶ୍ଚର୍ଯ୍ୟ ଦ୍ୱାରା ବଦଳାଯିବ। ଏବଂ ଯଦି ଆପଣ ଆଜି ଏହି ରହସ୍ୟ ଜାଣିବାର ସୁଯୋଗ ହରାଉଛନ୍ତି, ତେବେ ଆପଣ କେବେ ବି ଆପଣଙ୍କ ଶରୀରର ଦିବ୍ୟ ବାର୍ତ୍ତା ବୁଝିପାରିବେ ନାହିଁ। ମୋ ସହିତ ରୁହନ୍ତୁ, କାରଣ ଆପଣ ଯେଉଁ ସତ୍ୟ ଶୁଣିବାକୁ ଯାଉଛନ୍ତି ତାହା ଆପଣଙ୍କୁ ଏବଂ ଆପଣଙ୍କ ହୃଦୟକୁ ଥରାଇ ଦେବ। ଶୀଘ୍ର ମନ୍ତବ୍ୟ ଦିଅନ୍ତୁ ଏବଂ ଆମକୁ କୁହନ୍ତୁ ଯେ ଆପଣ ଏହି ଭିଡ଼ିଓଟି ଭାରତର କେଉଁ ସହର କିମ୍ବା ଗ୍ରାମରୁ ଦେଖୁଛନ୍ତି। ଆମର ସ୍ୱର କେଉଁ କୋଣରେ ପହଞ୍ଚୁଛି ତାହା ଜାଣିବାରେ ଆମେ ମଧ୍ୟ ଖୁସି ହେବୁ। ଏବଂ ହଁ, ଭିଡ଼ିଓକୁ ଲାଇକ୍ କରିବାକୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ, ଯାହାଦ୍ୱାରା ଆପଣ ଆମର ସମସ୍ତ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଶୁଣିବାରେ ପ୍ରଥମ ହୋଇପାରିବେ। ଆପଣ ଭାରତରେ କେଉଁ ସହର କିମ୍ବା ଗାଁରୁ ଏହି ଭିଡ଼ିଓ ଦେଖୁଛନ୍ତି? ଆପଣ କେବେ ଲକ୍ଷ୍ୟ କରିଛନ୍ତି କି? କଳ୍ପନା କରନ୍ତୁ, ଆପଣ ଗାଧୋଇବା ପାଇଁ ବାଥରୁମରେ ପାଦ ଦେବା ମାତ୍ରେ କୌଣସି ସତର୍କତା ବିନା ହଠାତ୍ ପରିସ୍ରା କରିବାକୁ ଇଚ୍ଛା ଅନୁଭବ କରନ୍ତି। କିଛି ମୁହୂର୍ତ୍ତ ପୂର୍ବରୁ ସବୁକିଛି ସ୍ୱାଭାବିକ ଥିଲା, କୌଣସି ଇଚ୍ଛା ନାହିଁ, କୌଣସି ସୂଚନା ନାହିଁ। ତେବେ କ'ଣ ଘଟୁଛି ଯେ ପାଣିର କେବଳ ସ୍ପର୍ଶ ଶରୀରକୁ ଏପରି ଅନୁଭବ କରାଏ ଯେ ଏହା କିଛି ମୁକ୍ତ କରିବାକୁ ଚାହୁଁଛି? ଏହା କ'ଣ କେବଳ ଏକ ସଂଯୋଗ, ନା ପ୍ରକୃତି ଏକ ସଂକେତ ପଠାଉଛି ଯାହାକୁ ଆମେ ଏପର୍ଯ୍ୟନ୍ତ ଅଣଦେଖା କରି ଆସୁଛନ୍ତି? ଜୀବନର ଅନେକ ଜିନିଷ ଅଛି ଯାହା ସାଧାରଣ ମନେ ହୁଏ, କିନ୍ତୁ ଯଦି ଆପଣ ସେଗୁଡ଼ିକୁ ଧ୍ୟାନର ସହିତ ପାଳନ କରନ୍ତି, ସେମାନେ ଅସାଧାରଣ ପାଇଁ ଦ୍ୱାର ଖୋଲିଦିଏ। ପରିସ୍ରା କରିବା ଏତେ ସାଧାରଣ ଶୁଣାଯାଏ, କିନ୍ତୁ ଭାବନ୍ତୁ ଏହା କ'ଣ ପ୍ରକୃତରେ ସାଧାରଣ, ନା ଏହା ଭିତରେ ଏକ ଗଭୀର ରହସ୍ୟ ଲୁଚି ରହିଛି? ଆମେ ମଣିଷ, ଆମେ କେବଳ ଶରୀର ନୁହେଁ ବରଂ ଚେତନା। ପ୍ରତ୍ୟେକ ଅଭିଜ୍ଞତା, ପ୍ରତ୍ୟେକ ଭାବନା, ପ୍ରତ୍ୟେକ ପ୍ରତିକ୍ରିୟା କିଛି ସ୍ତରରେ ଆମେ ଭିତରେ କିଛି ଖୋଲିଥାଏ, କିଛି ପ୍ରକାଶ କରିଥାଏ। ତେଣୁ ଯେତେବେଳେ ପାଣି ଶରୀରକୁ ସ୍ପର୍ଶ କରେ, ଶରୀର ପରିସ୍ରା ମାଧ୍ୟମରେ କିଛି ବାହାର କରିବାକୁ ଚାହେଁ, ଏହା କ'ଣ କେବଳ ଏକ ଜୈବିକ ପ୍ରତିକ୍ରିୟା, ନା ଏହା ପ୍ରତିଦିନ ଅନୁଭବ କରୁଥିବା ଭାରୀପଣର ମୁକ୍ତି ଯାହା ଆମେ ବୁଝିପାରୁନାହୁଁ? ଏହା ହେଉଛି ପ୍ରଶ୍ନ। ଏବଂ ଯେତେବେଳେ ଆମେ ଏହି ପ୍ରଶ୍ନକୁ ଗଭୀର ଭାବରେ ଦେଖିବା ଆରମ୍ଭ କରୁ, ଆମେ ଏକ ଯାତ୍ରା ଆରମ୍ଭ କରୁ ଶରୀରରୁ ମନକୁ ଏବଂ ମନରୁ ଆତ୍ମାକୁ। ତେବେ ଏସବୁ କ'ଣ କେବଳ ଶରୀରର ଆବଶ୍ୟକତା, ନା ଏହା ଶରୀର ଏବଂ ମନ ମଧ୍ୟରେ ଏକ ନୀରବ ତଥାପି ଶକ୍ତିଶାଳୀ କଥାବାର୍ତ୍ତା ଚାଲିଛି? ଏହା ବିଷୟରେ ଚିନ୍ତା କରନ୍ତୁ। ଯେତେବେଳେ ଏକ ଭାବନା ସୃଷ୍ଟି ହୁଏ, ଭୟ, କ୍ରୋଧ, ପ୍ରେମ, ଦୁଃଖ, ଏହା କେବଳ ମନରେ ହୁଏ, ନା ଏହା ଶରୀରକୁ ମଧ୍ୟ ପ୍ରଭାବିତ କରେ? ହୃତ୍ସ୍ପନ୍ଦନ ଦ୍ରୁତ ହୁଏ, ହାତ ଥରିଥାଏ ଏବଂ ନିଶ୍ୱାସ ଦ୍ରୁତ ହୁଏ। ତେବେ ଯେତେବେଳେ ଶରୀରରେ ଗାଧୋଇବା ସମୟରେ ପରିସ୍ରା କରିବା ଭଳି ପ୍ରତିକ୍ରିୟା ହୁଏ, ଏହା କ'ଣ କେବଳ ମୂତ୍ରାଶୟ ପ୍ରତିକ୍ରିୟା? ଏହା ଚାପ କି, ନା ଶରୀର କହୁଛି ଯଥେଷ୍ଟ ହେଲା, ଏବେ କିଛି ମୁକ୍ତ ହେବା ଆବଶ୍ୟକ? ମନ ଏବଂ ଶରୀର ପୃଥକ୍ ନୁହେଁ, ସେମାନେ ଗୋଟିଏ ସୃଷ୍ଟିର ଦୁଇଟି ଦିଗ। ମନରେ ଯାହା ଚାପିଥାଏ ତାହା ଶରୀରରେ ଉଭା ହୁଏ ଏବଂ ଶରୀର ଯାହା ପ୍ରକାଶ କରେ ତାହା ମନର ଗଭୀରତାରୁ ଉତ୍ପନ୍ନ ହୁଏ। ଯେତେବେଳେ ଆପଣ ସ୍ନାନ କରନ୍ତି, ସେତେବେଳେ ଆପଣଙ୍କ ମନ ଶାନ୍ତ ହୋଇଯାଏ, ବୋଝ ହ୍ରାସ ପାଏ। ପାଣିର ତାପମାତ୍ରା, ଏହାର ପ୍ରଭାବ, ଏହାର ଶବ୍ଦ ସବୁକିଛି ଆପଣଙ୍କ ଭିତରେ ଏକ ଆରାମର ଅବସ୍ଥା ସୃଷ୍ଟି କରେ ଏବଂ ମନ ଟିକେ ହାଲୁକା ହେବା ସହିତ ଶରୀର ମଧ୍ୟ ଏହାର ଚାପ ମୁକ୍ତ କରିବାକୁ ପ୍ରସ୍ତୁତ ହୁଏ। ଶାରୀରିକ ସ୍ତରରେ ଏହା ପରିସ୍ରା ଭାବରେ ପ୍ରକାଶିତ ହୁଏ, କିନ୍ତୁ ମାନସିକ ସ୍ତରରେ ଏହା ଗଭୀର ଉତ୍ତେଜନାରେ ମୁକ୍ତି, ଏକ ମୁକ୍ତି ଯାହାକୁ ଆପଣ ଅନୁଭବ କରନ୍ତି କିନ୍ତୁ ଶବ୍ଦରେ ପ୍ରକାଶ କରିପାରିବେ ନାହିଁ। ଏହି ମୁକ୍ତି କେବେ ବି କେବଳ ଶାରୀରିକ ନୁହେଁ, ଏହା ସେହି ବୋଝରୁ ଯାହା ଆପଣ ବର୍ଷ ବର୍ଷ ଧରି ବହନ କରି ଆସୁଛନ୍ତି, ଏହା ଅଜାଣତରେ ମଧ୍ୟ। ତେଣୁ ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ହଠାତ୍ ଗାଧୋଇବା ସମୟରେ ପରିସ୍ରା କରିବାକୁ ଇଚ୍ଛା ଅନୁଭବ କରନ୍ତି, ସ୍ଥଗିତ ରୁହନ୍ତୁ।
ଏବଂ ବିଚାର କରନ୍ତୁ ଯେ ହୁଏତ ଆପଣଙ୍କ ଶରୀର ଆପଣଙ୍କୁ କିଛି କହୁଛି, ହୁଏତ ଆପଣଙ୍କ ମନ ନୀରବରେ ମୁକ୍ତି ଦାବି କରୁଛି। ଏବେ କଳ୍ପନା କରନ୍ତୁ ଆପଣ ବାଥରୁମରେ ପ୍ରବେଶ କରନ୍ତୁ। ପ୍ରଥମ ପାତ୍ର ପାଣି ଆପଣଙ୍କ ଶରୀରରେ ଲାଗିବା ମାତ୍ରେ ଏକ ଝଟକା, ଏକ କ୍ଷଣିକ କମ୍ପନ ହୁଏ, ଯାହା ଆପଣଙ୍କ ସମଗ୍ର ଭିତର ପ୍ରଣାଳୀକୁ ସ୍ପନ୍ନ କରେ। ଏହା କାରଣ କ'ଣ? ଆମର ଚର୍ମ କେବଳ ଏକ ବାହ୍ୟ ଆବରଣ ନୁହେଁ, ଏହା ଏକ ଜୀବନ୍ତ ନେଟୱାର୍କ, ଯେଉଁଠାରେ ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଇନ୍ଦ୍ରିୟ ଜାଗ୍ରତ ହୁଏ। ଏବଂ ଯେତେବେଳେ ପାଣି ଥଣ୍ଡା ହେଉ କିମ୍ବା ଗରମ ଆପଣଙ୍କ ଚର୍ମକୁ ସ୍ପର୍ଶ କରେ, କେବଳ ଚର୍ମ ଜାଗ୍ରତ ହୁଏ ନାହିଁ, ବରଂ ଏହାର ସମସ୍ତ ବାର୍ତ୍ତା ସିଧାସଳଖ ପ୍ରସାରିତ ହୁଏ। ଏହା ମସ୍ତିଷ୍କରେ ପହଞ୍ଚିଥାଏ। ଆମର ସ୍ନାୟୁତନ୍ତ୍ର ତୁରନ୍ତ ସକ୍ରିୟ ହୁଏ। ଏହା ସେହି ସମାନ ପ୍ରଣାଳୀ ଯାହା ଜୀବନର ପ୍ରତ୍ୟେକ ଅଭିଜ୍ଞତା, ପ୍ରତ୍ୟେକ ସ୍ପର୍ଶ, ପ୍ରତ୍ୟେକ ଭାବନାକୁ ପଞ୍ଜୀକୃତ କରେ। ଏବଂ ଯେତେବେଳେ ଏହା ହଠାତ୍ ସକ୍ରିୟ ହୁଏ, ଶରୀର ସହଜାତ ଭାବରେ ପ୍ରତିକ୍ରିୟା କରେ। ଏହା ମୁକ୍ତି ମୋଡ଼କୁ ଯାଏ। ଶରୀର ବୁଝିପାରେ ଯେ ଏହା ଏବେ ସୁରକ୍ଷିତ, ଏହା ମୁକ୍ତ ହୋଇପାରେ। ଏବଂ ସେହି ମୁକ୍ତିର ପ୍ରଥମ ପ୍ରକାଶନ ହେଉଛି ପରିସ୍ରା। ଧ୍ୟାନ ଦିଅନ୍ତୁ, ଏହା କେବଳ ପରିସ୍ରା ନୁହେଁ, ଏହା ସେହି ଚିନ୍ତା, ସେହି ଚାପ, ସେହି ଆଭ୍ୟନ୍ତରୀଣ ଅଶାନ୍ତିର ପ୍ରଥମ ସ୍ତରକୁ ଯାହାକୁ ଏବେ ମୁକ୍ତ କରିବାକୁ ପଡ଼ିବ। ଏହି ଆଘାତରେ ଶରୀର ନିୟନ୍ତ୍ରଣ ହରାଇବା ନାହିଁ, ବରଂ ଛାଡ଼ିବାକୁ ପ୍ରସ୍ତୁତ ହୋଇଯାଏ। ଏବଂ ଏହା ପ୍ରେମୀମାନେ ଆଧ୍ୟାତ୍ମିକ ଅଭ୍ୟାସ, ଯେଉଁଠାରେ ଶରୀର, ମନ ଏବଂ ଚେତନା ଗୋଟିଏ ସ୍ପନ୍ଦନରେ ନିଜକୁ ମୁକ୍ତ କରିବାକୁ ଆରମ୍ଭ କରନ୍ତି। ଏବେ ଏକ ଅତି ସରଳ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠେ, ପ୍ରତ୍ୟେକ ଥର ଗାଧୋଇବା ସମୟରେ ପରିସ୍ରା କରିବା କ'ଣ ସ୍ୱାଭାବିକ? ନା ଏ କୌଣସି ରୋଗର ଲକ୍ଷଣ ମଧ୍ୟ ହୋଇପାରେ? ଦେଖନ୍ତୁ, ଜୀବନର ସବୁକିଛିର ଏକ ସନ୍ତୁଳନ ଅଛି। ଯଦି କୌଣସି ଅଭିଜ୍ଞତା ବାରମ୍ବାର ଘଟୁଛି ଏବଂ ଆପଣଙ୍କୁ ଏହା ବନ୍ଦ କରିପାରିବେ ନାହିଁ, ତେବେ ସେହି ଅଭିଜ୍ଞତା ଏକ ସଂକେତ ହୋଇପାରେ, ଏକ ସଂକେତ ଯେ କିଛି ଗଭୀର ଭାବରେ ଆନ୍ଦୋଳିତ ହେଉଛି। ଯଦି ଆପଣ ପ୍ରତିଥର ଗାଧୋଇବା ସମୟରେ ଅନିୟନ୍ତ୍ରିତ ପରିସ୍ରା କରନ୍ତି, ଯଦି ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ, କିମ୍ବା ଯଦି ଏହା ବିନା ସତର୍କତାରେ ଦିନକୁ ଅନେକ ଥର ଘଟେ, ତେବେ ଡାକ୍ତରୀ ପରାମର୍ଶ ନେବା ଜରୁରୀ। ଶରୀର ଆମକୁ ସୂକ୍ଷ୍ମ ଭାବରେ କହିଥାଏ, କିନ୍ତୁ ଯେତେବେଳେ ଆମେ ଶୁଣୁନାହୁଁ, ଏହା ଜୋରରେ କଥା କୁହେ। ସେତେବେଳେ ଏକ ରୋଗର ରୂପ ନେଇଥାଏ। ତଥାପି ଯଦି ଏହା ବେଳେବେଳେ ହୁଏ, ଶାନ୍ତ ମନରେ ପ୍ରଭାବରେ, ଗରମ କିମ୍ବା ଥଣ୍ଡା ପାଣିର ପ୍ରଭାବରେ କିମ୍ବା ଆରାମ ସମୟରେ ହଠାତ୍ ଇଚ୍ଛା ଉତ୍ପନ୍ନ ହୁଏ, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଏହା ସମ୍ପୂର୍ଣ୍ଣ ସ୍ୱାଭାବିକ। ଏହା ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା, ଯାହା ଆପଣଙ୍କୁ କୁହେ ଯେ ଏହାକୁ କିଛି ଆରାମ ଆବଶ୍ୟକ। ତେଣୁ ଭୟ କର ନାହିଁ, ଦୌଡ଼ ନାହିଁ, ଧ୍ୟାନ ଦିଅ। ଧୈର୍ଯ୍ୟର ସହିତ, ପ୍ରେମର ସହିତ, ବୁଝାମଣା ସହିତ ଆପଣଙ୍କ ଶରୀରକୁ ଶୁଣନ୍ତୁ ଏବଂ ବିରାମ ନିଅନ୍ତୁ। ଏକ ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ବିଚାର କରନ୍ତୁ, ଗାଧୋଇବା କ'ଣ କେବଳ ଶରୀରକୁ ସଫା କରେ, ନା ଆଖିକୁ ଦେଖାଯାଉନଥିବା କିମ୍ବା ଶବ୍ଦରେ ପ୍ରକାଶିତ ନ ହେଉଥିବା କ୍ଳାନ୍ତି ମଧ୍ୟ କୌଣସି ପ୍ରକାରେ ଖସିଯାଏ? ମଣିଷ କେବଳ ଶରୀର ନୁହେଁ, ଆମେ ସ୍ମୃତିରେ ଭାରରେ ଉଠିତ। ଅସମ୍ପୂର୍ଣ୍ଣ ଆମ ଭିତରେ ଇଚ୍ଛା, ଦମନିତ କ୍ରୋଧ, ଅବ୍ୟକ୍ତ ଦୁଃଖ ଏବଂ ଭଙ୍ଗା ଆଶା ସବୁକିଛି ଜମା ହୋଇଥାଏ। ଶବ୍ଦର ନୁହେଁ, ବରଂ ନିଶ୍ୱାସ, ସ୍ପର୍ଶ, ନୀରବତାରେ ଲୁଚି ରହିଥାଏ ସବୁଠି। ଏବଂ ତାପରେ ଗୋଟିଏ ଦିନ ଯେତେବେଳେ ତୁମେ ଶାନ୍ତିପୂର୍ଣ୍ଣ ସ୍ନାନ କରିବାକୁ ବସିବ, ପାଣି ତୁମ ଶରୀରକୁ ସ୍ପର୍ଶ କରିବ। ସେହି ଥକା, ସେହି ଚାପ, ସେହି ଭାରାକ୍ରାନ୍ତତା କୌଣସି ନା କୌଣସି ରୂପରେ ବାହାରକୁ ବହିଯିବା ଚାହୁଁଛି। କେତେବେଳେ ଏହା ପରିସ୍ରାବ ଭାବରେ ବହିଯାଏ, କେତେବେଳେ ଲୁହ ଭାବରେ, କେତେବେଳେ ଗଭୀର ନିଶ୍ୱାସ ଭାବରେ। ଏହା ସବୁ କ୍ୟାଥାର୍ସିସ୍। ଯେପରି କାନ୍ଦିବା ପରେ ଭିତରେ ଜମା ହେଉଥିବା ଜିନିଷର ମୁକ୍ତି ହାଲୁକା ଅନୁଭବ ହୁଏ, ଠିକ୍ ଯେପରି ଗଭୀର ନିଶ୍ୱାସ ପରେ ଭିତରେ କିଛି ଖୋଲିଯାଏ, ସ୍ନାନ କରିବା ସମୟରେ ପରିସ୍ରା କରିବା ମଧ୍ୟ ଏକ ବୋଝର ମୁକ୍ତି, ଯାହାକୁ ତୁମେ ଚିହ୍ନି ମଧ୍ୟ ପାରିବ ନାହିଁ, କିନ୍ତୁ ଏହା ତୁମ ଭିତରେ ଅଛି। ତେଣୁ ପରବର୍ତ୍ତୀ ସମୟରେ ଏହା ଘଟିଲେ ଏହାକୁ ବୁଝାମଣା ସହିତ ଦେଖନ୍ତୁ, ଲଜ୍ଜା ସହିତ ନୁହେଁ। ଏହା ଶରୀରର ନୁହେଁ, ମନର ସଫା। ଏହା ମୁକ୍ତିର ଏକ ପ୍ରକାର, ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ। ଏବଂ ଏହା ଶରୀର ଏବଂ ଆତ୍ମା ମଧ୍ୟରେ ନୀରବ ଆଲୋଚନା। ଆପଣ କେବେ ଭାବିଛନ୍ତି କି ଏକ ବାର୍ତ୍ତାଳାପ ଆପଣଙ୍କ ଜୀବନ କେଉଁଠାରୁ ଆରମ୍ଭ ହୋଇଥିଲା? ମନ୍ଦିରରୁ ନୁହେଁ, କୌଣସି ଶାସ୍ତ୍ରରୁ ନୁହେଁ, କିନ୍ତୁ ଏକ ଅନ୍ଧାର, ଶାନ୍ତ, ଉଷ୍ମ, ତରଳ ପରିବେଶରୁ। ଆମେ ଯାହାକୁ ଗର୍ଭ ବୋଲି କହିଥାଉ, ହଁ, ସେହି ଗର୍ଭ ଯେଉଁଠାରେ ତୁମେ ପ୍ରଥମେ ପାଣି ଅନୁଭବ କଲ, ଯେଉଁଠାରେ ପ୍ରତ୍ୟେକ କୋଷ, ପ୍ରତ୍ୟେକ ହୃଦସ୍ପନ୍ଦନ, ପ୍ରତ୍ୟେକ ଭାବନା ସେହି ଜଳ ଭିତରେ ଜନ୍ମ ନେଇଥିଲା। ସେହି ଜଳ ତୁମ ଚାରିପାଖେ ଥିଲା ଏବଂ ତୁମ ଭିତରେ ମଧ୍ୟ। ସେହି ଜଳ କେବଳ ପାଣି ନଥିଲା, ଏହା ଏକ ମା'ର ସ୍ପର୍ଶ ଥିଲା। ଏହା ଈଶ୍ୱରଙ୍କ ସୁରକ୍ଷା ଥିଲା। ଏହା ସମ୍ପୂର୍ଣ୍ଣ ବିଶ୍ରାମ ଥିଲା। ଏବଂ ସେଥିପାଇଁ ଯେତେବେଳେ ବି ଆଜି ତୁମ ଶରୀରକୁ ପାଣି ସ୍ପର୍ଶ କରେ, ଶବ୍ଦ ବାହାରେ, ଏକ ସ୍ମୃତି ପୁଣି ଜାଗ୍ରତ ହୁଏ। ଶରୀର ପୂର୍ବ ସେହି ସ୍ପର୍ଶକୁ ମନେ ରଖେ, ଯେଉଁଠାରେ କୌଣସି ଭୟ ନଥିଲା, କୌଣସି ବୋଝ ନଥିଲା, କେବଳ ସମ୍ପୂର୍ଣ୍ଣ ବିଶ୍ରାମ ଥିଲା।
ଏବଂ ସେହି ବିଶ୍ରାମର ଭାବନାରେ ଶରୀର ନିଜକୁ ମୁକ୍ତ କରିବାକୁ ଚାହୁଁଛି। ଏହା ଭିତରେ ଯାହା ଜମା ହୋଇଛି ତାହା ବାହାର କରିବାକୁ ଚାହୁଁଛି। ତେଣୁ ସ୍ନାନ କରିବା ସମୟରେ ପରିସ୍ରା କରିବା କୌଣସି ଦୁର୍ଘଟଣା ନୁହେଁ। ଏହା ପୁଣି ସେହି ଗର୍ଭ ଅବସ୍ଥାକୁ ପହଞ୍ଚିବା ପାଇଁ ଶରୀରର ସୂକ୍ଷ୍ମ ପ୍ରୟାସ ଏବଂ ପ୍ରେମୀମାନେ ପ୍ରତ୍ୟେକ ଥର ପାଣି ତୁମକୁ ସ୍ପର୍ଶ କରେ। ଏହା ତୁମକୁ ଜନ୍ମ ପାଇଁ ନୁହେଁ ବରଂ ପୁନର୍ଜନ୍ମ ପାଇଁ ନେଇଯାଉଛି। ଏହା ଗଭୀର ଭାବରେ ଶୁଣ। ଠିକ୍ ଅଛି। ପାଣି ବାହାରରୁ ଶରୀରକୁ ସ୍ପର୍ଶ କରେ ଏବଂ ସେହି ମୁହୂର୍ତ୍ତରେ ଭିତରେ ଜଳ ପରିସ୍ରା କରିବାକୁ ବ୍ୟାକୁଳ ହୋଇଯାଏ। ଏହା କ'ଣ କେବଳ ଏକ ପ୍ରତିଫଳନ ନା ଏକ ଦିବ୍ୟ ସଂଯୋଗ, ଏକ ଶକ୍ତିଶାଳୀ ପ୍ରତିଧ୍ୱନି ଯେଉଁଠାରେ ପ୍ରକୃତି ଏବଂ ବାହାରେ ଥିବା ପ୍ରାଣୀମାନେ ଏବଂ ଭିତରେ ଥିବା ଶରୀର ଏବଂ ଚେତନା ସମସ୍ତେ ଏକ ସ୍ୱରରେ ପ୍ରତିଧ୍ୱନିତ ହୁଅନ୍ତି। ଆମର ଶରୀରର ଅଧିକାଂଶ ଅଂଶ ଜଳରେ ତିଆରି। ପ୍ରତ୍ୟେକ କୋଷ, ପ୍ରତ୍ୟେକ ରକ୍ତକଣିକା, ପ୍ରତ୍ୟେକ ଟିସୁରେ ପାଣି ଥାଏ ଏବଂ ଯେତେବେଳେ ବାହାରୁ ଏ ସମାନ ପାଣି ସ୍ନାନ, ବର୍ଷା କିମ୍ବା ନଦୀ କିମ୍ବା ସମୁଦ୍ର ରୂପରେ ଆମ ସହିତ ଧକ୍କା ହୁଏ, ସେତେବେଳେ ଭିତରର ଜଳ ତାର ଡାକରେ ପ୍ରତିକ୍ରିୟା ପ୍ରକାଶ କରେ। ଏହା ଚିହ୍ନିପାରେ। ଏହା ଏକ ପ୍ରତିଧ୍ୱନି। ଯେପରି ବୀଣାର ଗୋଟିଏ ତାଳ ବାଜିଲେ ଅନ୍ୟଗୁଡ଼ିକ ସ୍ୱୟଂ ଚାଳିତ ଭାବରେ କମ୍ପିତ ହୁଏ। ବାହ୍ୟ ଜଳ ସ୍ପର୍ଶ କରିବା ମାତ୍ରେ ଭିତରର ଜଳ ପ୍ରତିଧ୍ୱନିତ ସୃଷ୍ଟି କରେ। ମୁଁ ମଧ୍ୟ ବାହାରକୁ ଆସିବାକୁ ଚାହୁଁଛି। ମୁଁ ମଧ୍ୟ ମୁକ୍ତ ହେବାକୁ ଚାହୁଁଛି ଏବଂ ସେଥିପାଇଁ ପରିସ୍ରାବ ଏକ ଜୈବିକ ପ୍ରକ୍ରିୟା ନୁହେଁ ବରଂ ଏକ ଆଧ୍ୟାତ୍ମିକ ପ୍ରତୀକ। ଏହା ସେହି ମୁହୂର୍ତ୍ତରେ ପ୍ରତୀକ ଅଟେ ଯେତେବେଳେ ଶରୀର ପ୍ରକୃତି ସହିତ ଯୋଗାଯୋଗ କରେ ଏବଂ ସେହି ଯୋଗାଯୋଗ କୌଣସି ଭାଷା କହିନଥାଏ। ଏହା କମ୍ପନ, ଏହା ଜଳର ଭାଷା ଏବଂ ପ୍ରେମୀମାନେ ଆମେ ଯାହାକୁ ଛୋଟ ଘଟଣା ବୋଲି ବିବେଚନା କରୁ, ଯଦି ଚେତନା ସହିତ ଦେଖାଯାଏ ତାହା ବ୍ରହ୍ମାଣ୍ଡର ଖେଳ ହୋଇଯାଏ। ତେଣୁ ପରବର୍ତ୍ତୀ ସମୟରେ ପ୍ରାଣୀ ତୁମକୁ ସ୍ପର୍ଶ କରେ। ଏହା କେବଳ ସ୍ନାନ ଭାବରେ ଭାବ ନାହିଁ। ଏହା ପ୍ରକୃତିରୁ ଈଶ୍ୱରଙ୍କ ଠାରୁ ଏହା ଏକ ଆହ୍ୱାନ। ଆସ ଭିତରକୁ ସ୍ରୋତକୁ ପ୍ରବାହିତ ହେବାକୁ ଦିଅ। ଏହା ଦିବ୍ୟତାର ପ୍ରତିଧ୍ୱନି। ଏବେ ଯେତେବେଳେ ତୁମେ ଶରୀରର ଅଭିଜ୍ଞତାରୁ ଆତ୍ମାର ସ୍ପର୍ଶ ପର୍ଯ୍ୟନ୍ତ ଏହି ଯାତ୍ରା ସମାପ୍ତ କରିଛ, ତୁମେ କ'ଣ ଏପର୍ଯ୍ୟନ୍ତ ଭାବୁଛ ଯେ ସ୍ନାନ ସମୟରେ ପରିସ୍ରା କରିବା କେବଳ ଏକ ଜୈବିକ ପ୍ରକ୍ରିୟା, କିମ୍ବା ତୁମେ ଏହାକୁ ଏକ ଚମତ୍କାର ଭାବରେ ଦେଖିବାକୁ ଆସିଛ? ଏକ ଚମତ୍କାର ଯାହା ଛୋଟ ମନେ ହୁଏ କିନ୍ତୁ ଭିତରେ କିଛି ଖୋଲିଦିଏ। ଆମେ ଚେତନା ମୁକ୍ତି ପାଇଁ ଅନେକ ପଥ ଦେଇଛି। କିଛି ବଡ଼, କିଛି ଛୋଟ, କିଛି ଧ୍ୟାନରୁ ଆସିଥାଏ। ତେଣୁ ଏହି ସହଜାତ ପ୍ରକ୍ରିୟା ଗୁଡ଼ିକ ମଧ୍ୟରୁ କିଛି ପରିସ୍ରା କରିବା, ଲୁହ ଝରାଇବା କିମ୍ବା ଧ୍ୟାନରେ ମିଶିବା ସମସ୍ତ ମୁକ୍ତିର ବିଭିନ୍ନ ରୂପ। ପ୍ରତ୍ୟେକ ଥର ଯେତେବେଳେ ଆପଣ କିଛି ମୁକ୍ତ କରନ୍ତି, ଏକ ବୋଝ, ଏକ ଚିନ୍ତା, ଏକ ଭାବନା, ଆପଣ କେବଳ ଆପଣଙ୍କ ଶରୀରକୁ ନୁହେଁ ବରଂ ଆପଣଙ୍କ ଆତ୍ମାକୁ ମଧ୍ୟ ହାଲୁକା କରୁଛନ୍ତି ଏବଂ ଯାହାକୁ ଆପଣ ଥରେ ଲଜ୍ଜାର ଉତ୍ସ ବୋଲି ବିବେଚନା କରୁଥିଲେ ତାହା ଏବେ ଆପଣଙ୍କ ଜାଗରଣର ଦ୍ୱାର ହୋଇପାରେ। ଯଦି ଆପଣ ଏହାକୁ ସଚେତନତାର ସହିତ ପାଳନ କରିବାକୁ ଶିଖନ୍ତି, ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ସ୍ନାନ କରିବେ ଏବଂ ଆପଣଙ୍କ ଶରୀର କିଛି ମୁକ୍ତ କରିବାକୁ ଚାହୁଁଛନ୍ତି, ତେବେ ଏହାଠାରୁ ଦୌଡ଼ି ପଳାନ୍ତୁ ନାହିଁ। ଏହାକୁ ବୁଝନ୍ତୁ, ଗ୍ରହଣ କରନ୍ତୁ, କାରଣ ଏହା ସେହି ମୁହୂର୍ତ୍ତ ଯେଉଁଠାରେ ଶରୀର, ମନ ଏବଂ ଆତ୍ମା ସମାନ ରେଖାରେ ମିଳିତ ହୁଅନ୍ତି ଏବଂ ଏହି ମିଳନ ହେଉଛି ଧ୍ୟାନର ପ୍ରଥମ ପଦକ୍ଷେପ। ତେଣୁ ଏବେ ଆପଣ ଜାଣିଛନ୍ତି ଯେ ଏହା ଏକ ରୋଗ ନୁହେଁ, ଏହା ଏକ ସଂଯୋଗ ନୁହେଁ ବରଂ ଏକ ଆଶ୍ଚର୍ଯ୍ୟଜନକ ଚମତ୍କାର ଯାହା ଆପଣଙ୍କୁ ପ୍ରତିଦିନ ପରମେଶ୍ୱରଙ୍କ ପାଖକୁ ଗୋଟିଏ ପାଦ ନିକଟରେ କରୁଛି। ତେଣୁ ଜାଗ୍ରତ ରୁହନ୍ତୁ ଏବଂ ଦେଖନ୍ତୁ ଏବଂ ଶିବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରାତିକୁ ପ୍ରବାହିତ ହେବା